चिंता करी प्रभु दिन हरि माया रे
ମୁଣ୍ଡା ଖେଳ ଦେଲାନି ଆଉ କାହିଁ ମୋ ବୟସରେ ତୁଆକ ଦେଖାଯାଉନି ନାଇଁ ଏ ଚୋପକଟାର ବେଣୁ ବୁଢା ଅଛି ସିଏ ବି କେତେବେଳେ ଯିବ ଯାଉ କୋଉ ହିସାବ ନାହିଁ ଖାଲି ମୁଇଁ ବଇଛି ବୁଢା ଲୋକ ବୋଲି ଆଉ ମୋ ସାଙ୍ଗେ ସାଥି ଆଉ କେହି ନାହାନ୍ତି କହିଲା ବାହାର ହଇଲେ ବୁଢା ଜୀବନ ଗାମୁଛା ଖଣ୍ଡେ ମୁଣ୍ଡର ଟୁକୁର ବାହାର ହଇଲେ ବୁଢା ସହଜେ ବୟସ ଗଲା ମୋର ସବୁ ସରିଗଲା ଆଉ ତଳ ଉପର ତଳ ହେଲା ତଥାପି ବେଲିବା ପାଇଁ ମନମୋହନ ବୁଢା କେତନି ବଞ୍ଚିବା ଘାଟରେ ଶୁଖିଲା ଘାଟରେ ଖଡକା ଘାଟ ତ ପାଣି ଶୁଖିଲା ପଇଲା ଆଉ କୋଉ ପେଲି ପାରିଲି ଆଜିକାଲି ଆମର ମଛାଣିଆ ଭାଇ ମାନେ ସବୁ ଠିଆରେ ଠିଆରେ ପେଲୁଛନ୍ତି ମାଙ୍କୁ ଡାକିଲେ ମା ସାହାରେ ପେଲି ପାରିବ ମା ସାହେବ ଇଏ ବୋପା ମା ସାର କଣ କୋଉ ମାକୁ ଡାକିଲେ ଯେଉଁ ମାକୁ ଡାକିଲେ ମତେ ମା ମା ବୋଲୁ ଯାହା କାରଣ ନଥିବା ଦୟା ସେ ବୋଲ ବିଷ୍ଣୁ ମାୟା ସଂସାର ବତନ ଛାୟା ଇଏ ସବୁଠୁ ମାୟା ଲାଗିଛି କହିଲେ ମା ପାଖରେ ଲାଗିଛି ଆଜ୍ଞା ତମର ଇଷ୍ଟ ଦେବୀ ମା ବାସେଣୀକୁ ଡାକି ଦିଅ ଦେଖି ତଥାପି ତା ଚାରିଖୁରାକୁ ଟେକିବି ଦେଖିବା କାଳେ ହଉରେ ବଜାବି ମା ବାସେଣୀକୁ ଡାକିଦେଲ ଦେଖିବା ମା ବାସେଣୀ ତମକୁ କେତେ ସାହା ହଉଛନ୍ତି ୟା ପୂର୍ବରୁ ଗୋଟେ ଗୀତ ଗାଉଥିଲା ଘର ପୁଅ ମାରିଦେଲା ମାରିଦେଲା ରେ ଗାଉଥିଲ ମୁଁ କହିବି ମାରିଦେଲା ରେ ଏ ବୁଢା ନାଉରୀ ବାଲା ସବୁ ଜାଗାରେ ଏ ବୁଢା କଣ କରେ ନା ମାଛକୁ ବିକେ କଙ୍କଡାକୁ ଖାଏ ଦେଖିଲ ମାଛ ଖାଇକି ବୁଢା କଙ୍କଡା ଖାଇକି ବୁଢା କେମିତି ଡଉଲ ଡାଉଲ ଗୁଦୁଲୁ ଗାଦଲ ଚେହେରା ହେଇଛି ଇଏ ତା ମାଛ ଖାଇକି ଆମର ଦେହରେ ଡାଇବେଟିସ ରୋଗ ବଢିକି ଆମେ 85 ରୁ ଆସିକି 65 କିଲୋରେ ପହଞ୍ଚି ଗଲୁ କଣ ଉଲ୍ଟା କହିଲି 65 ବର୍ଷ ହବା କଥା 85 ରେ ପହଞ୍ଚି ଗଲୁ 85 ର ଓଜନ ଥିଲି ଆସି 65 ତେଣୁ ମରିବାକୁ ଯଦି ମୋର 85 ଆୟୁଷ ଥିବ ଆସି 65 ରେ ମରିଯିବି ନା ନାଇଁ ତେଣୁ ତମେ ଯୋଉ ମାଛ ଆମକୁ ଦଉଛ ମାଛ ଆମେ ଆଜି ଖାଇବୁନି ନାହିଁ ଦେବି ଆଉ ଟିଙ୍ଗା ଦାସ ଡାଇବେଟିସ ସ୍ପେଶାଲିଷ୍ଟ କଟକର ଟିଙ୍ଗା ରାଜୁ କହିଛନ୍ତି କଙ୍କଡା ଝୋଳ ଖା ତମ ଡାଇବେଟିସ କମିଯିବ ଆଜି ମୁଁ ଆସିଛି ମଶାଣିଆରେ କଙ୍କଡା ଝୋଳ ଖାଇବୁ ଆମେ ଦେବି ଆଜ୍ଞା ଭଲ ପାଇତେ ଗାଁ ଲୋକ ଦେ ହଁ ନାଇଁ ବାଟରେ କେବେ ଭେଟ ଭାଟକିରେ ଖାଇଯିବ କାଢେଇ ଆଚ୍ଛା ମତେ ଦିଅ ଆଜି ମୁଁ ଖାଇବି ନା ଦେବି ଆଉ ସମସ୍ତେ ଆଜି ଆମେ ଖାଇବୁ କଙ୍କଡା ଦୁଇ ପ୍ରକାର କଙ୍କଡା 10 ଗୁଡିଆ କଙ୍କଡା 10 ଗୁଡିଆ କଙ୍କଡା ହଁ 10 ଗୁଡିଆ ଯେ ଅଭିରାମଙ୍କର ଗୋଟେ ଅଚ୍ୟୁତାନନ୍ଦଙ୍କର ଗୋଟେ ଇଏ
ভিন্ন ভাষাରେ ভিন্ন কবি ভাষাରେ ভিন্ন রঙরে রচয়িতা কিন্তু ভাষাটা গোটে আচ্ছা আরে রাবণ মারিলা সীতা ଉଦ୍ଧାର ହେଲା এটা ସମସ୍ତେ ଜାଣନ୍ତି କିନ୍ତୁ କଥା ଟିକେ ବଢିଆ ବଢିଆ ପାଖରେ ପାଖରେ ନବା ନା ମା ମାନେ ତା ପୂର୍ବରୁ ଗୋଟିଏ କଥା କହିଦେଇ ଯାଉଛି ଏ ଶାଶୁ ଶ୍ୱଶୁର ବୁଢାକୁ ଯଦି କଙ୍କଡା ଝୋଳ ଦବ ମୁଁ ଅନେଇକିଲ ମୋ ମା ମାନେ ତମ ଚାରିକୁ ରାଖୁଛୁ ଆଣିଲ ମା ମାନେ ଇଏ ବୁଢା ଶାଶୁ ଶ୍ୱଶୁର ଗୁଡାକ ଭାରି ଅଲେଣି ଲୋ ମା ଆପଣ ମାନେ ଆଜି ନୁହେଁ ତ କାଲି ନିଶ୍ଚିତ ବୁଢା ବୁଢୀ ହେବେ ତେଣୁ ଦୟା ପୂର୍ବକ हे माँ आर्य भारत उपकन्या सती स्वाधीनारी मालो आपण देइथिले पाई बुनिथिले धन ये दुनिया रो रीति चली थिबो आपण पिला छुआ को जेमिति संस्कार देबे आपण सेमिति संस्कारित पाइबे माँ तेनु ये बुढ़ा सासु ससुर गुडा को सब बेले जीवंत ठाकुरे भाबरे पूजा करिथिबो ल माँ बला गुरु ब्राह्मण पिता माता रे मानस ये चारी चलंती देवतारे मानस अरे मान ये जेमिति पूजा करिवो सेमिति फल पाइबो बाबा हौ आमे जिबाटी कंकड़ा मारिया कोला दश मुख सिना इंद्रिय ये कंकोड़ा नामर श्रावित के वृत्ते मुहई किंतु अंतरटा जल कहीं कह जाए शोक अच्छे मन पुष्प श्रद्धा नीर ज्ञान प्रदीप था भक्ति नैवेद्य गृहीत पूजार्चना विधयते श्रद्धा रूपक जल जहाँ निर्मल जल बास बढ़िया कथा ता भितरे खाली पानी दिग अछि ताले जीव रूपक कंकड़ार 10 इंद्रिय रूपक गोड़ हमको जीव रूपक कंकड़ा देल अच्छा कंकड़ा को तो पुणी काटिबे धौत करिया पई जल दरकार ना नहीं काटिबे पुणी दियो देबी आउ कहला घरे माइप नथिले मोर सफा सुतरा किया करबो कि सब तो करे जीव प्रकृति आउ किंतु एठा जीवन नुहे प्रकृति कहला 25 प्रकृति नहीं यारी पोछा पानी अच्छा अच्छा 25 प्रकृति रूपक जल रे मु ताको धौत कली आगे घर पुओ मोर ओटे पनिकी दरकार मु कोन कामाख्यान रे पनिकी धरि के आसी छि की सतरे ए पनिकी रे दे मु ताको काटिबी ता सहित पुणी गोटे चुली दबो हां चुली ऊपर कड़ाई बसिबो अच्छा कड़ाई दबो अच्छा जाई कि मु रोसई करिबी ना हां ताले कथा के बाई दबा पनिकी बाई मनरे अरे धर्मस्त्र धार काटिबु सधीर धर्मस्त्र धार काटिबु सधीर टने इन ताकु चुलकी बाई मनरे तन धर पनिकी बाई मनरे
ପିଣ୍ଡ ହେଲା କଡେଇ ତ୍ରିକୁଟ ହେଲା ଚୁଲି ବଢିଆ କଥା ଯେ କଡେଇରେ ଟିକେ ଭଲ କଚି ଘନି ସୋରିଷ ତୁଲ ନଦେଲେ କଣ ସ୍ୱାଦିଷ୍ଟି ହବ କି? ଆଜ୍ଞା ସଧାରୂପ ତୈଳ ଖାଲି ତେଲ ଦବନି ତା ସହିତ 5 ପ୍ରକାର ମସଲା ଦବ ନା ଆଉ ଅଥବା ପଞ୍ଚମନ କରି ମସଲା ତାକୁ କର ବାଟି ମାମଲା ପଞ୍ଚମନ କରି ମସଲା ତାକୁ କର ବାଟି ମାମଲା ଭଲ କରି ଶିଖି ଯାଅ ସଧାରୂପ ତେଲ ଦେବଟି ତ ଧୀର ସଧାରୂପ ତେଲ ଦିବ୍ୟ ଦେଖର ଆସ୍ୱାଦନ ହେବ ଦେଇଆ ଲକ୍ଷ୍ମୀ ବାଇ ମନରେ ପୁଅ 5 ମନ ମସଲା ଦେଲ ଶ୍ରଦ୍ଧା ରୂପକ ତେଲ ଦେଲ ଏ ସବୁ ହେଇ ସାରିଲା ପରେ କାଠ ନଦେଲେ କଣ ରୋଷେଇ ହବ କି? ଖାଲି କାଠ ନୁହେଁ ତା ସହିତ ନିଆଁ ଟିକେ ଦେଇଥିବ ହଁ ଦେବି ସବୁ ଦେବି ଦିଅ। ଗ୍ୟାସ ସବୁ ଦେବି ଆଉ କଣ ମୁଁ ଧରିକି ଆସିଛି କି? ଆଜ୍ଞା ଦିଅ ଆଜ୍ଞା ମାୟା ଯେଣୁ ଅଟଇଛ ଏଣୁ ହୋଇଲା କାଷ୍ଟ କାଷ୍ଟ ଦେଖ ବ୍ରହ୍ମଗ୍ନି ତେଜ କାଷ୍ଟ ତେଜ ବ୍ରହ୍ମଗ୍ନି ତେଜ ଜାଣି ନ ଦିଅ ତାକୁ ସଳଖି ନାଇଁ ମନରେ ବୁଢା ଗେବିଳେଇ ଦଉଛି ନା ନାଇଁ ଆଜ୍ଞା ନାଇଁ ମୁଁ କହିବା ଉଦ୍ଦେଶ୍ୟ ମଜାରେ ଆଜ୍ଞା। ନବିକହର ପୁଅ ଷଡ଼ରିପୁ ହେଲା କାଠ ଆଜ୍ଞା। ବ୍ରହ୍ମ ଅଗ୍ନି ହେଲା ନିଆଁ ଆଜ୍ଞା। ଦେଲ ଯେ ଏଇ ଯୋଉ ମାଛ କଙ୍କଡା ଝୋଳଟା ସ୍ୱାଦିଷ୍ଟ ନିଶ୍ଚିତ ହବ ତାକୁ ଖାଇକି କିଏ ମରିଛି କି ବଞ୍ଚିଛି ମୁଁ ଜାଣିନି ମୁଁ ଆଜ୍ଞା କହିବି ଯଦି ବଞ୍ଚିଛନ୍ତି ମୁକ୍ତି ପାଇଛନ୍ତି ମତେ କିଛି ପ୍ରମାଣ ଦବ ତେବେ ଆଜ୍ଞା ମୁଁ ଖାଇବି ପ୍ରଥମେ ଆଗ ଝୋଳଟା ହବ ଝୋଳର ନାମଟା ସୃଷ୍ଟି ହେଲା ପରେ କିଏ ଖାଇକି ମରିଛି ତାପରେ କହିବା ଆଜ୍ଞା ମତ୍ସ୍ୟେନ୍ଦ୍ର ନା ଥଜେ କୁଚେନ୍ଦ୍ର କର୍ଣ୍ଣଚିର ଫଟାଉ ଚନ୍ଦ୍ର ଆଜ୍ଞା ହନୁମନ୍ତ ବଳି ବ୍ୟାସ ରହିଛନ୍ତି ଚାରି ଯୁଗରେ ଅଛନ୍ତି ଅନଖି ବାଇ ମନରେ ଧର ପନଖି ବାଇ ମନରେ ତାହେଲେ ଅଶ୍ୱତ୍ଥମା ବଳି ବ୍ୟାସ ହନୁମାନ ବିପକ୍ଷ ବିଭୀଷଣ ହନୁମାନ, କୃପୈ ଆଜ୍ଞା, ଇଏ ପରଶୁରାମ ସାତେ। ତ ସତେ ତ ଚିରଜୀବୀ ଚିରଜୀବୀ। ଆହୁରି ମଧ୍ୟ ଅନେକ ଅଛନ୍ତି ଆଜ୍ଞା ଆମର ବେଶୀ ନାଥ ସମ୍ପ୍ରଦାୟ ଗୁଡାକ ଚିରଜୀବୀ ଅଛନ୍ତି ଆଚ୍ଛା ବହୁତ ବଢିଆ କଥା ନବୀ ଗୌର ପୁଅ ତାହେଲେ ଆମେ ମଧ୍ୟ ଏଇ କଙ୍କଡା ଝୋଳ ଆଜିଠୁ ଖାଇବା ଆରମ୍ଭ କରିବୁ ଆଉ ଆମକୁ କେବେ ମାଛ ଦବନି କେବଳ କଙ୍କଡା ଦବ ତମକୁ ଯିଏ ଡାକୁଥିଲେ ତାଙ୍କ କଥା ଟିକେ ନାଇଁ ବୁଝ ସାରେ ଖାଇବେ ତ କଙ୍କଡା କୋଉଠି ଖାଇବେ ଗୁଟି ଖାଇବେ କି କେମଟାଡି ଖାଇବେ ଆଁ? ଗୁଟି ଖାଇବେ କି କେମଟାଡି ଖାଇବେ ଯା ସିଆଡକୁ ମୁଁ କାହିଁକି ଯିବି ନାଇଁ ମୁଁ ସେଇଟା କହୁଥିଲି ସେଇଟା ଭଲ କଥା କହୁଥିଲେ ଭଲ କଥାଟେ ଅଛି ଆଜ୍ଞା। ଦେଖି କହିଲ ଆଜ୍ଞା ଗୁଡ ଖାଇଲେ ସବୁ କଣ କହିବେ ସୁରୁମା କହିବେ ହଁ କହିଲେ ଯିଏ ଖାଇଛି କେମଟା ସେ ଭାବୁଥାଏ ଚେମଟା ଆଚ୍ଛା। ଆମର ଅଭିରାମ କହିଲେ କଙ୍କଡାର ଚେମଟାରେ ଯେତିକି ଆସ୍ୱାଦନ ଅଛି ଇଏ କଙ୍କଡାର ଝୋଳର ସେତିକି ଆସ୍ୱାଦନ ନାହିଁ ବାସ୍ 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 ତେଣୁ ଆଉ କଣ କହିବି ଯୌତୁକ ଅଛି ଖାଲି ଚେମଟାରେ ଦେବି ଆଚ୍ଛା ଦେବି ଯେ ସଖୀ ରାଜା ମଞ୍ଚକୁ ପଳେଇ ଆସନ୍ତୁ ରନ୍ତୁଲେଇ ଖାଲି ଯୋଉ ଶୀତରେ ବୁଢାକୁ ମାରିବା ବୋଲି ଲାଗିବାକୁ ଏ ମାରିବାକୁ ତ ବହି ଯୋଉ ଶୀତ କାକରରେ କେତେବେଳେ ଜୀବନ ପଳେଇବ କିଛି କହିହବନି ଏଇଟା ଢିଣ୍ଡିଆ ଡିଣ୍ଡା ଭେଣ୍ଡିଆ ଚାଲି ଯାଉଛି ଆଉ ବୁଢା ମଣିଷ କେଦିନ ଆଉ ସରିଲାନେ ନହେଲେ ଏଟା ଚାଲି ଚାଲି ବେଣୁ ଘରକୁ ଯିବି ଆଉ କୁଆଡେ ଯିବି
ମାନେ ତମ ଭିତରେ ତମେ ଠେଲା ପେଲା ହଉଛ ମୁଁ ଏଇଟା ସେଇଟା କରୁଛି ମାନେ କିଛି ବୁଢା ବେଣ୍ଟ ଖାଇବ ବୋଲି ହିସାବ କରୁଛ ହଉ ଘାଟରେ ଘାଟିଆ ବୋଲି ଘାଟିଆ ବୋଲି কিলো কেড়াকে বুঢ়া মতে ঘাটরে ঘা তরিল পারিবে মতে কিলো তরিল পারিবে মতে এটা বলা ঘুরে কিলো মারে পুবে ইপবন মারিয়া মারিয়া ଗୋଟେ ଦେଖିଲା ଭଳିଆ ଲାଗୁଛି ଆଉ କିରା ଅଛି କିଛି ନାହିଁ ତୁ ବେଣ୍ଟ ବୁହି ପାରୁନି ଆଉ ତୁ କଣ ହଁ କିଲୋ ଶୀତୁଆ ପବନେ ଅଙ୍ଗ ଲାଗଇ ଜଣା କିଲୋ ଦେଖେ ଆର କୁଳେ କିଏ ଥାଇ ମତେ ଡାକୁ ଛାତରାଇ ଗଲେ ବତାରି নদীব ঝাড়া কিলো কিলো নালি নালি আম্ব ঠেলি কিলো নালি নালি আম্ব ঠেলি কিয়ে ডাকিলালো নালি নালি আম্ব কিলো কেন্দু কি কমলা বালি কেন্দু কি কমলা বালি খালি কর কর করি আলে বাবলা আইলা আমার ডাক শুনি ঘাটକୁ ଘାଟିଆ ମଉସା ଆସିଛନ୍ତି ହନ ପାର କରିଦେଲେ ମଥୁରା ହାଟକୁ ଦହି ବିକ୍ରି କରିଯିବା ଆଲେ ସବୁଦିନ ଘାଟରେ ପାର ହୁଅନ୍ତି ଆଜି କଣ ଆମକୁ ପ୍ରଶ୍ନ ପଚାରୁଛନ୍ତି ଜାଣି ପାରୁନାହାନ୍ତି ଲୋ ଏ ଶୀତ ପାଗକୁ ଜାଣି ପାରୁନାହାନ୍ତି କଣ ଚିହ୍ନା ବ୍ରାହ୍ମଣର ପଇତା ଦରକାର ନାହିଁ ଆଜ୍ଞା ଆଲବମ ପଦେ ହବ ନା ବମ ପଦେ ହବ ହେଇଯାଉ ধীরে ধীরে নাব আনিবু তু বাহি ডাকুছু গপ গই পার করি বেলে মথুরা কে জীবু পিকি বুয়া মে দহি আমি তো পাই ওয়েট করিছু বসি নাম পাহি আর দহি হেলানি বাসি আমি বসু আসি ঘাটে
नींदे हेलो सारे म्यूजिक टिके दो ना आपने नहीं नहीं प्लीज सुना गाना रे अले बाउला अल्ला सहजर शीतराती देह पुरा थरी जाउची सुना गाना रे चित्त स्थिर कारी की देवी परिचया सुन गाना रे चित्त स्थिर कारी की देवी परिचया तू तच ढीला मत तुझ ढीव तू तच ढीला मत तुझ ढीव टूटी मामा मुसदा जय शक्ति बाळे जाळे नवत चलाई जय शक्ति बाळे कृष्ण गिरी तळी सूक्ष्म रूपे सर्व घटे महाराज भाषा स्थूल देह रोही घटे होईछि प्रवेश जे जहर कर्म करुछि कि नाही जे जहर कर्म करुछि कि नाही बुली बुली करलाया सुन गाना रे चित्त स्थिर कारी की बनेब परिचय अरे पुओ आमे तो किछि उड़िया की हिंदी बुझी पाइलेनी कहे दिए जा शक्ति कर जे मुंड सब दिन देखुची हेडा ମୁଁ ସବୁଦିନ କରୁଛି किंतु वास्तव रे परिचय तने विराट नेतार बलराम दास तो कहिले कोन कहिले आउ जगन्नाथ दास कहिले दीटे जाक आज सामंजस्य रे कथा नबा कहला जहा न देखिबु बेनी नयने करते न जीवु गुरु वचने पुणी अच्युता मोर जमरे कोन कहिले कहले साक्ष्य सीना सीना संसारे अबना की रछि बाकी ये गुरु ज्ञान सीना पक्षी हुआ ये चिन्हा रही थाए साक्षी
ଆଜ୍ଞା ବାବା କଣ କହିଲେ କହିଲେ ଆପେ ଆପଣଙ୍କୁ ଚିହ୍ନିଲେ ତୁଟି ଯାଏ ବାସନା ଏ ଆପେ ଆପଣଙ୍କୁ ଚିହ୍ନିନ କହେ ଭାଇ ଆସିନା नाबर शक्तिर आधार जी तू जहाँ को भावुचु चिंतन करुचु घर को चिंतन करुचु जे कि संसार स्रष्टा द्रष्टा आदि से कहले उत्तरटी तेणु मुझे क्या किए मुझे जानी पारली किमिति जानिबी मु तो संसार केते स्रष्टा आदि ब्रह्मा सृष्टि कले भी स्वामी से गोटे तापरे कहिसंती तुमको तुमे निजे चिन्हिले मते चिन्हि आज्ञा मु तो मो निजको किनि चिन्हिबी आज्ञा मु तो मोह माया संसार पिंधि दिली बड़ो विचित्र माया जीव ए जीव आज्ञा दशवंत दास लेखा है पदटी बड़ माया भी जीव नुहे कहानी तेणु सी जिते मातृगर्भ रहा कहला मु चिन्हिची हरि हरि किंतु रहा कहला कहला करी करी जानी पारने मोह मायार पड़ी ताले जदि परिचय तुम संदेह तुमर असुविधाटा कोन को से सुविधा करी सेठे कहिबे गुणी मु जानिची एतिकी जानिची अपर पक्ष रे होची ब्रजपुर ब्रजपुररू आसंती केवल गोप नायिका माने मु एतिकी जानि जेपन कहले मु सूक्ष्म रु स्थूल रूप प्रकाश वर्तमान स्थूल सूक्ष्म कारण ताले ई बाटरा जाव हाउ हैं तुम सुंदरी होई छ बोली खाली केले होछ ए कुटा बूढ़ा को देखी खाली मुंह बुली दउछ तुम सुंदरी होई छ बोली खाली बुली होछ ब्रह्मा विष्णु महेश्वर चतुर्धा मूर्ति ये चार जन हूँ सूक्ष्म रूप आज्ञा किंतु स्थूल रूप भी ब्रह्मा आज्ञा देखो जगन्नाथ बलभद्र सुभद्रा एवं सुदर्शन ये हूँ स्थूल रूप पुणी सूक्ष्म रूप तेणु यही चारि मधु कही आसी मते देव बताई ये चारि सूक्ष्म छाड़ी आउ चारि सूक्ष्म स्थूल रूप थिबे होई बताइबो ये दादी केही बासिबो मते बुझाइबो अरे बुझिएला महाराजा नाविक को कहले जे तमे सूक्ष्म रु स्थूल हैछ से कहले चतुर्धा मूर्ति सूक्ष्म एवं स्थूल रूप धारण करिसंती आगे खाली से जा कहउचंती से चतुर्धा भितरु तमे किए
ଆଜ୍ଞା ଦେଖନ୍ତୁ ପ୍ରଶ୍ନଟା ଥିଲା ଅଲଗା ବାଟରେ ହୁଏତ ସେ ବୁଝିବା ଟିକେ କଷ୍ଟକର କରିଛନ୍ତି କିନ୍ତୁ ପ୍ରଶ୍ନ ମୁଁ ଯେଉଁ ନିମାସଟା କରିଥିଲି ୟାର ଯଥାର୍ଥ ପ୍ରମାଣ ନୁହଁ ଟୋଟାଲି ସେ ମାନେ ଛୁଇଁ ନାହାନ୍ତି ମୁଁ ଯେଉଁ ତାଙ୍କୁ ମାନେ ପରିଚୟ ଦେଲି ତାର କୌଣସି ଆନସାର ମଧ୍ୟ ଦେଇନାହାନ୍ତି ଛାଡ଼ ବାଦ ପେଣାଲେ ସିଏ ପଦେ କହିଲେ ମୁଁ ପଦେ କହିବି ଆଲେ ଏ ବହୁଳ ସୂକ୍ଷ୍ମ ରୂପ ଖାଲି 4 ଜଣ ଧରି ନାହାନ୍ତି ଆଉ କଣ ଥିଲା 8 ଜଣ ଧରିଛନ୍ତି ସୂକ୍ଷ୍ମ ରୂପ ଆଜ୍ଞା ମୁଁ ପ୍ରମାଣ ଦେବି ଆଜି ଶୀତ ଛାଡିଯିବ ଆଜ୍ଞା ଦେଖନ୍ତୁ ଜଗନ୍ନାଥ ବଳରାମ ସୁଭଦ୍ରା ସୁଦର୍ଶନ ଭୂଦେବୀ ସୁଦେବୀ ଏବଂ ଭୂଦେବୀ ଶ୍ରୀଦେବୀ ନନ୍ଦିଘୋଷ ରଥ ଦର୍ପଦଳନ ରଥ ଏବଂ ଆଉ ଏମିତି ଆଜ୍ଞା 8 ଜଣ ସ୍ଥୂଳ ରୂପ ଧାରଣ ଆଜ୍ଞା କରିଛନ୍ତି ନାଉ ଭାବରେ ବୁଝିବାକୁ ପଡେ ସେ ନିଜକୁ ଜାଣି ପାରୁନାହାନ୍ତି ନା ବାଉଲା ମନରେ ବାତୁଳା ନ ହୋଇ ଆତ୍ମା ପର ଆତ୍ମା ଭଜରେ পড়িছি বিপদ উদ্ধার করিব পড়িছি বিপদ উদ্ধার করিব মথুর কুনা বুদহি আগা নায়ুরি হাই সূক্ষ্ম রূপে ছিড়া হই তাহি আগা দিবার ভাই शॉर्ट कर देछि काना से तो जे जानि पारंती आपे अपना को चिन्हिला टूटी जाए बासना आपे अपना को न चिन्हि बाई कासिना
যদি ମୁଁ ପଚାରିଲି ହୁ ଆର୍ ୟୁ ଆଇ ଆମ୍ ଏ ବିନୟ ଆମ୍ ଏ ନିର୍ମଳ ଆଇ ଆମ୍ ଏ ଗ୍ୟାସ ଗ୍ୟାସ ସଠିକ ଉତ୍ତର ଢାଇ। ମୋ ନାଁ କଣ ନା ମୋ ନାଁ ବିନୟ ମୋ ନାଁ ନାବିକ ଏକାଥରକ ହେଲା। ମୁଇଁ ଆସିଛି ବିଦଗଧରୁ ବିଷ୍ଣୁ ପଦରୁ ଆସିଛି ତେଣୁ ନ କହିଲେ ନିରାକାର ରୂପର ଅଂଶଧାରୀ ଧରିକି ଯାଇଛି। ପୁଣି ୟ ଶବ୍ଦ କହିଲେ ଯାହାର ବର୍ଣ୍ଣନା ନାହିଁ। ମୁଁ ଏତିକି ଆସିଛି କାହିଁକି ଯାକେ ଯିବ ଯେ କଥାଟା ଗୋଟେ ସାର୍ କଥାଟେ କେତେ ସୁନ୍ଦର କଥାଟେ ଆମେ କାହିଁକି ଏତେ ବୁଝେଇବା ଶେଷରୁ କହି ଆଇଲା। ପୁଣି ରାଧା କହିଲେ ସୂକ୍ଷ୍ମ ରୂପ ଏଖୁଣି କହିଥିଲେ ନା ରାଧା ଆଜ୍ଞା ସୂକ୍ଷ୍ମ ନା ସ୍ଥୂଳ ସ୍ଥୂଳ ରୂପ। ସ୍ଥୂଳ କହିଲେ ଯାହାର ଦର୍ଶନ ମିଳେ ସୂକ୍ଷ୍ମ ରୂପ କହିଲେ ଯାହାକୁ ଦର୍ଶନ ଦେଖାଯାଏ ନାହିଁ। এইଠୁ ପାଠଟା ଆରମ୍ଭ କରିବା ଆଉ ଆରମ୍ଭ କରିବା ସପଡ଼ା ଶୀତ ଦିନ ହଉଛି ଆଜ୍ଞା ଆଜି ଗୋଟେ ନୂଆ ନୂଆ କରିବେ ନା ଖାଲି ପୁରୁଣା କେତେ କେସରି ହବା ଆଉ ତ ପଦେ ବାକି ଅଛି ଆଉ କହିଲେ ଅମୃତ ଶିଶିରେ ବହ୍ନି ଅମୃତ ବାଳ ଭାସିତା ଅମୃତ ଗୁଣବତୀ ଭାର୍ଯ୍ୟା ଅମୃତ ପୁତ୍ର ପଣ୍ଡିତା। ଏ ଅମୃତ ଶିଶିରେ ବହ୍ନି ଶୀତ କାଳରେ ନିଆଁଟା ଆଜ୍ଞା ଅମୃତ ଭଳିଆ। ଯଦି ଶୀତରେ ଥରି ଥରି ଆସିଛେ ନିଆଁ ଟିକେ ସେକି ହେଲେ ଅମୃତ ଜୀବନ ଭଳିଆ ଅମୃତ କି ଲାଗୁନି ଅମୃତ ଲାଗୁନି ଆଜ୍ଞା ଅମୃତ କିଏ କେବେ ଦେଖିନି। ଅମୃତ ଶିଶିରେ ବହ୍ନି ଅମୃତ ବାଳ ଭାସିତା ଏ ଛୋଟ ଛୋଟ ପିଲାମାନଙ୍କର ଦରଟି ଭାଷାରେ ବା କୁନି କୁନି ଭାଷାରେ ରହିଛି ଅମୃତ। ଆଚ୍ଛା ଅମୃତ ଗୁଣବତୀ ଭାର୍ଯ୍ୟା ଇଏ ଗୁଣବତୀ ଭାର୍ଯ୍ୟାଙ୍କର କଣ ଅଛି ଯେ ଇଏ ଦରଟି ଭାଷାରେ ତାଙ୍କର କଣ ଅଛି ତାହେଲେ ଯଦି ସିଏ ହେଲେ ତାଙ୍କ ସ୍ୱାମୀ ଅମର ହେଇଯାଆନ୍ତେ। ବଢିଆ କଥାଟା କହୁଛି ଆଜ୍ଞା ଆଲୋଚନା ପାଠ ଭଲ ପାଠଟେ ଯେ ଯଦି କୁନି କୁନି ଅମୃତ ଶିଶିରେ ଶୀତ କାଳରେ ନିଆଁ ପହିକି ଲୋକ ତ ଅମର ହେଇଯାଆନ୍ତେ। ଅମୃତ ଶିଶିରେ ବହ୍ନି ଅମୃତ ବାଳ ଭାସିତା ଛୋଟ ଛୋଟ ଛୁଆ ମାନଙ୍କର କଥା ଶୁଣି ତ ଆଜ୍ଞା ଅମର ହେଇଯାଆନ୍ତେ। ଅମୃତ ଗୁଣବତୀ ଭାର୍ଯ୍ୟା এই ଅମୃତ ଗୁଣବତୀ ନାରୀ ମାନଙ୍କର ଯଦି ଅର୍ଥକୁ ଯିଏ ଯୋଉ ସ୍ୱାମୀ ମୁଖ ଚୁମ୍ବନ ଦେଇ ସେ ବି ଅମର ହେଇଯାଆନ୍ତେ। ଅବଧବତ ବିଧୁ ମୁଖେ ଅବଧৌ ବିଧৌ ବିଧୁ ମୁଖେ ଫଣିନାଞ୍ଚ କଣ୍ଠେ ସ୍ୱର୍ଗେ ସୁଧା ବସତି ଦେଇ ହାଡ଼କୁ ଯାଉନି ପାଠଟା ଏଇଠୁ ଆରମ୍ଭ କରିବ। ଏ ଗୁଟାକୁ ତ ଯିବେ ହାଡ଼କୁ କିଆଁ ଯିବ ବଜାରରେ ଅମୃତ ଗୁଣବତୀ ଭାର୍ଯ୍ୟା ମହାନାଟକ ସହ କରୁ ଗୋଟିଏ ପାଠ କରିଦଉଛି ଆଉ ତିକ ଯେତେକ ସବୁ ଜିନିଷ ମତେ ଦେଲେ ଯାଇ କରିବି ଆଉ କି ନାଇଁ। ତେଣୁ କହିଲେ କାର୍ଯ୍ୟେଷୁ ମନ୍ତ୍ରୀ କରଣେ ଚ ଦାସୀ ଧମେ ଚ ପତ୍ନୀ ସହନେ ଧରିତ୍ରୀ ହେ ସୁମାତା ସ୍ୱୟନଶ୍ଚ ରମ୍ଭା ଲକ୍ଷ୍ମଣ ସା ମମ ପ୍ରିୟା। ୟା ଭିତରେ ସ୍ତ୍ରୀ ମା ଏବଂ ସବୁତିକ ପ୍ରେମ ଆନନ୍ଦ ଅମୃତ ୟା ପାଖରେ ଅଛି। ଦଧି କ୍ଷୀର ଠାରୁ ସବୁ ଜିନିଷ ଅଛି କିନ୍ତୁ ଇଏ ତିନି ଛାଡି এইঠু আরম্ভ করি অসুবিধা।
ଛାଡ଼ିଦେଲା ପରେ ଆଉ ତିନିଟା ଜିନିଷ ଅଛି। ଅମୃତ ଶିଶିରେ ବନି ଅମୃତ ବାଳ ଭାସିତା, ଅମୃତ ଗୁଣବତୀ ଭାଷା ଛାଡ଼ି ଦେଇଛି ଏବଂ ଅମୃତ ପୁତ୍ର ପଣ୍ଡିତା। ଇଏ ତିନିଟା ଯାକ ତାଙ୍କ ପାଖରେ ଅଛି। ସେ ଜିନିଷ ନିଆଁ ଲାଗୁନଥିବ ମତେ ଅଗ୍ନି ଦେବେ, କିନ୍ତୁ ଭଗବାନ କଣ ଆମ ନଥିବ କି ତତ୍ଵ ନଥିବ, ପରିଷ୍କାର ଦେବେ। ତାପରେ ଅମୃତ ବାଳ ଭାଷିତା, ଛୋଟିଆ ବାଳକ ହେଇନଥିବ, ସବୁ କୁନିକୁନିଆ ଭାଷା କହେ, ଦୋରଟି ଭାଷା ମତେ କହିବେ, ସେ ଅମୃତ ଦେବେ। ଆଉ ଗୋଟେ ହେଲେ ଅମୃତ ପୁତ୍ର ପଣ୍ଡିତା, ପାଠ ପଢିନଥିବ, କୋଉ ଅମୃତ ପୁତ୍ର ପଣ୍ଡିତ ନ ହେଇଥିବ, କିନ୍ତୁ ସେ ଅମୃତ ପଣ୍ଡିତର ଭାଷା ଗୁଡାକ କେମିତି ଯେ ମତେ ଅମୃତ ଦେଲେ ମୁଁ ପାର କଲି। ଆଲେ ଏ ବଉଳ କଣ ଅମୃତ ତିନୋଟି ପଦାର୍ଥ ଅମୃତ ନାଉରୀ ଭାଇକୁ ଦେଲେ ସେ ପାର କରିବ। ଫେରେ ସେଇଠି କଥାଟା କହୁଛନ୍ତି, ଫେରେ କଥାକୁ ବୁଲେଇକିନା ଫେରେ ବୁଲେଇ ଦଉଛନ୍ତି। ତମେ ଏମିତି ପେଣ୍ଡାଲରେ ବାଇଆ ହେଲେ ହବ କି? କହିଲେ ଡାଇରେକ୍ଟ ସିନା ପଚାରିଥାନ୍ତ ଯେ ତମେ କିଏ, ନା ହୁ ଆର୍ ୟୁ, ଆଇ ଆମ୍ ବିନୟ, ନା ଆଇ ଆମ୍ ନିର୍ମଳ, ନା କଣ? କେ ଦଣ୍ଡ ଜଗତର ସମସ୍ତେ ଜାଣନ୍ତି ନିର୍ମଳ ନାୟକ, ବିନୟ ଭାଇ ବା ଭାଇରଥୀ ସାରେ, ଏମିତି 4-5 ଜଣ ଟ୍ୟାଲେଣ୍ଟ ନାବିକ ଅଛନ୍ତି ଦଣ୍ଡ ଜଗତରେ। ତାଙ୍କ ପାଇଁ ମଧ୍ୟ ଦଣ୍ଡ ଜଗତ ମେରିକୁଟ। ତାଙ୍କ ମାନଙ୍କୁ କିଛି ଭଲ ପ୍ରଶ୍ନ ପଚାରିଲେ ତାକୁ କିଛି ଆମେ ଜ୍ଞାନ ଆହରଣ କରିପାରିବୁ, ଲୋକମାନେ କିଛି ଜାଣିପାରେ ଦର୍ଶକ ସମାଜ। ମୁଁ ସେଇ ଅନୁସାରେ ପଚାରିଥିଲି। ଯୋଡ଼ିଏ ପେଣ୍ଡା ହେଲା ବିନୟ ଭାଇ, ତୃତୀୟ ପେଣ୍ଡା ଯଦି କହିଲେ ଭଲ କଥା, ନହେଲେ ଆଉ ପଚାରିବିନି। ସଂସାର সকল কর্ম হি মহারা হি মহারা এ সংসার সকল কর্ম হি মহারা অমৃত বিন বচন কহি তো শিব যদি আমি ভাল খাইবা ঘরে রোষেই করিথিবা, যদি আমি কঠোর কথারে ডাকিবা এ আসে খাইবু, আজ্ঞা কি খাই আসিব কি? মধুর বিনয় বচন কহি তোষিব প্রাণী মন। যদি আপন শাগটিয়ে করিথান্তু কিবা পানি গ্লাসে দিয়ন্তু, যদি মধুর বচନରେ ডাকিবে কি ধন আটকে পিই দে, কি ভাই আটি খাই দে, তা কথা মাধুর্যরে পেট পুরি যাব, আজ্ঞা তাকু মধ্য অমৃত কুহাଯିব। ছোটঙ্কর বাଳ জানতি সকল, ছোট মুহে হাস ফুটিগ, ছোট মুহে হাস ফুটি, অমৃত বলিনা অভিরাম পরা, অমৃত বলিনা অভিরাম পরা, কহি যাইছন্তি ভাই আগা নাউরি ভাই। ছোট মুখে হাস ফুটু থাই আগা ধীবর ভাই। ছোট ছোট পিলামানে যেତେବେଳେ କଥା କହନ୍ତି କହନ୍ତି ନା ଏହେ କେତେ ସୁନ୍ଦର ଅମୃତ ପରିକା କଥା କହୁଛି, ଆଜ୍ଞା ତାକୁ ମଧ୍ୟ ଅମୃତ ବୋଲି ଗଣା କରିଥାଏ। ଏବଂ ପଞ୍ଚାମୃତ କ୍ଷୀର ଦହି ଛେନା, ଏ ଯୋଉ ପଞ୍ଚାମୃତରେ ଦେବାଦେବୀ ସନ୍ତୁଷ୍ଟ ହୁଅନ୍ତି, ତାକୁ ମଧ୍ୟ ଗୋଟେ ଅମୃତ କୁହାଯାଏ। ଆଜ୍ଞା ଏମିତି 3ଟି ଅମୃତ ଅଛି। ବଢିଆ କଥା, ଚୋରାଗାଡ଼ିଆ ସଖୀ, ବଢିଆ କଥା ମା ରାଧା କହିଲ। ଅମୃତ ଚୋରାଗାଡ଼ିଆ ସଖୀ ଆମର ସେତକୁ କାଠି ରାମ ଅବତାରରେ ଶିବ ହେଇଥିଲେ ଡଙ୍ଗା, ତତ୍ଵ ରାମାୟଣ କହେ। ଆଜ୍ଞା ସେଇ ଶିବ ଡଙ୍ଗା ହେଇ ରାମଙ୍କର ପଦାମୃତ ପାନ କରିଥିଲେ। ଦ୍ୱାପର ଯୁଗରେ କୃଷ୍ଣଙ୍କ ଠାରୁ ସେଇ ଶିବ କହିଦେଲେ ବହୁତ ଜାଣିଛି ବୋଲି ମୁଁ କୁହେନି, ଏଗୁଡାକ କଥାଟା ରହିଛି ଅଲଗା। ନାଇଁ ଆପଣଙ୍କ କଥା ଅଲଗା। ସେଠି ମଧ୍ୟ ଗୋଟେ ଅଧରାମୃତ ପାନ କରିଥିଲେ। ପଦାମୃତ, ଅଧରାମୃତ, କଥାମୃତ, ଚରିତ୍ରାମୃତ, ଏମିତି ବହୁତ ଅମୃତ ଅଛି। ଆମକୁ ବୁଝିବାକୁ ପଡିବ ପ୍ରଥମେ ଅମୃତ କେତେ ପ୍ରକାର। ଅମୃତ ଗୁଡେ ଖାଇଲେ ଅମର ହେବା, ଅମୃତ ଆମେ ଦେଖିନେ ଜୀବନରେ। ହଉ, କିନ୍ତୁ ଅମୃତ କଲେ ଆତ୍ମସନ୍ତୋଷ ଆସିବା। ସେ ଯାହା ଆଲୋଚନା ଗୋଟେ ବାଟରେ ଗଲା, ବୁଦ୍ଧିକୁ ନେଇ ଭଲ ଲାଗିଲା। ହଉ ହଉ, ସମସ୍ତେ ବସି ପଡ। ସେ ସଖୀ ନ ଆସନ୍ତୁ, ଆସିବା ଭିତରେ ଆମେ କାମ ଗୋଟେ କରିବା। ବସି ପଡ।